ସାରଳା ବିଷୟ ତ ଆଜି ଆଲୋଚନା କରିବା। ସାରଳା କେଉଁଠି ଜନ୍ମ ହେଇଥିଲେ ନା ଆମର ଆଗରୁ ଏପିସୋଡ କରିଥିଲେ। ସାରଳାଙ୍କ ବିଷୟ ଶିଖର ଦାସ ଲେଖିଛନ୍ତି। ବୁଝିଲା ନା? ସାରଳା କୋଉଠି ଆବିର୍ଭୂତ ହେବେ ଶିଖର ଦାସ ଲେଖିଛନ୍ତି। ଲେଖିଛନ୍ତି ସାରଳା ମଣ୍ଡଳ ନଷ୍ଟ ହବ କାହିଁକି ନା ବ୍ରହ୍ମ ଅଭିଶାପ। ବ୍ରହ୍ମ ବୋଲନ୍ତି ଏଠି ପରଶୁରାମ। ପରଶୁରାମ ଯେତେବେଳେ ଆସିଥିଲେ ସାରଳା ସେତେବେଳେ କଣ ହେଇଛି ମାଟି ତଳେ ଥିଲେ। ସାରଳାଙ୍କୁ କେହି ଜାଣିନଥିଲେ। କୋଣାର୍କରେ ଗୋଟେ ଚନ୍ଦ୍ରଭାଗା ଅଛି, ସାରଳାଙ୍କ ପାଖରେ ବି ଗୋଟେ ଚନ୍ଦ୍ରଭାଗା ଅଛି। ଇଏ ସାରଳାଙ୍କ ପାଖ ଚନ୍ଦ୍ରଭାଗା ସେ କଣ ହେଇଛି ବର୍ତ୍ତମାନ ଲୁକାୟିତ ହେଇଯାଇଛି। ପରଶୁରାମ କଣ କଲେ, ତୁରୀ ନ ବୋଲନ୍ତି ତାଙ୍କ ଧନୁ ହେଲା, ଧନୁକୁ ଥୋଇକି ଚନ୍ଦ୍ରଭାଗାକୁ ଗଲେ ତାଙ୍କର ତର୍ପଣ କରିବା ପାଇଁ। କାରଣ ସେ ଧନୁ ଯୋଉଠି ଥୁଅନ୍ତି ସେ ଧନୁ ଆଇଲା ବେଳକୁ ବସୁମତୀ ଦବି ଯାଇଥାଏ। ଏ ଚନ୍ଦ୍ରଭାଗା ଯାଇଛନ୍ତି କୋଣାର୍କ ଚନ୍ଦ୍ରଭାଗା ନୁହଁ, ସେଇ ସାରଳାଙ୍କ ପାଖରେ ଗୋଟେ ଅଛି ଚନ୍ଦ୍ରଭାଗା। ସେଠି ଯେତେବେଳେ ଆସିଲେ ଦେଖିଲା ବେଳକୁ ଧନୁ ଦବି ନାହିଁ। ଇଏ ସେଠୁ କଣ କଲେ, ସର ମୁନରେ ତାଙ୍କୁ କଣ କଲେ ସେ ଜାଗାଟାକୁ ତାଡ଼ିଲେ। ତାଡ଼ିଲା ପରେ ସେଇଠୁ ବିଗ୍ରହଟି ବାହାରିଲା। ତେଣୁ ତାଙ୍କ ନାଁ ହେଲା କଣ ସାରଳା ହେଲା। ଆଉ ଯୋଉ ଅଷ୍ଟଚଣ୍ଡୀ ଆମେ ଯୋଉ କହୁଛେ ସାରଳା, ମଙ୍ଗଳା, ହିଙ୍ଗୁଳା, ବିମଳା, ବିରଜାଇ, ସମ୍ବଲା, ଏଇ ଯୋଉ ରହିଲେ ଏମାନେ ମନେ ରଖିଥା ଅଷ୍ଟ ସଖୀ ରୂପରେ ପୁଣି ଆବିର୍ଭୂତ ହେବେ ହେଲା। ଯୋଉ ଲଳିତା, ବିଶାଖା, ଶଶିରେଖା ଯୋଉ ଥିଲେ ଅଷ୍ଟସଖୀ, ଏ ଅଷ୍ଟସଖୀ ମାନଙ୍କ ଦେହରେ ଏଇମାନେ ହିଁ ବିହାର କରିବେ। ଏମାନେ ପୁରୁଷ ଅଙ୍ଗରେ ଆସିବେ କି ନାରୀ ଅଙ୍ଗରେ ଆସିବେ ଏଇଟା କ୍ୟାମେରା ଆଗରେ କହିହବ ନାହିଁ, କାରଣ ମହାପୁରୁଷ ଆକୁ ମଧ୍ୟ ସମାଧାନ କରିଛନ୍ତି। ଏବଂ ସାରଳାଙ୍କର ଜନ୍ମଟା ସେଥିରେ ସେ ଲେଖିଛନ୍ତି ପୁରା ଖୋଲିକି, ପରଶୁରାମ କ୍ଷେତ୍ରରେ ଠାକୁରାଣୀ କଣ ହେଇଛି ଜନ୍ମ ହେଲେ। ପରଶୁରାମ କ୍ଷେତ୍ରଟା ଫେରେ କୋଉଠି? ଝଙ୍କଡ ସାରଳାରେ ଅଛି ପରଶୁରାମ। ଜଗତସିଂହପୁର ସାରଳା ଏରିଆଟା ହଉଛି କଣ, ଝଙ୍କଡ ସାରଳାଙ୍କ ସ୍ଥାନଟା ହଉଛି କଣ ପରଶୁରାମ କ୍ଷେତ୍ର ବୋଲି ଧରା ଯାଇପାରେ। ପୁଣି ମହାପୁରୁଷ ପ୍ରମାଣ ଦେଇଛନ୍ତି ବିରଜା ମଣ୍ଡଳରେ ମଧ୍ୟ ଗୋଟେ ଗାଁ ଅଛି ସ୍ୱତନ୍ତ୍ର, ସେଠି ପରଶୁରାମ କ୍ଷେତ୍ର ହେଲା। ଠାକୁର ନର ଅଙ୍ଗରେ କଣ ହେବେ ସିଦ୍ଧ ଅଙ୍ଗରେ ବିହାର କରିବେ। ଯେତେବେଳେ ସିଏ ସାରଳାଙ୍କୁ ଯୋଗମାୟାକୁ ସଙ୍ଗେ ଧରି ଦୁଷ୍ଟ ନାସିବେ ନର। ଏ ଯେତେବେଳେ ପରଶୁରାମ କ୍ଷେତ୍ରରେ ମା ଆବିର୍ଭୂତ ହେବେ, ପରଶୁରାମ କ୍ଷେତ୍ରରେ ଆବିର୍ଭୂତ ହେଲା ପରେ ସେ ମାଙ୍କ କଣ ହେବେ ପ୍ରଭୁଙ୍କ ସାଙ୍ଗେ ମିଶିବେ। ଯୋଗମାୟାକୁ ସଙ୍ଗେ ଧରି ତାଙ୍କୁ ସାଙ୍ଗରେ ଧରିଲା ପରେ ଦୁଷ୍ଟଙ୍କୁ ସଂହାର କରିବେ। ଏବଂ ତାଙ୍କୁ ଆଣିଲା ପରେ ବା ସାରଳା ପ୍ରଭୁଙ୍କ ପାଖକୁ ଆସିଲା ପରେ ପ୍ରଭୁଙ୍କର ଜ୍ଞାନ ନେତ୍ର ଖୋଲିଯିବ ବୋଲି ମଧ୍ୟ ପ୍ରମାଣ ଅଛି ହେଲା। ମହାପୁରୁଷ ମଧ୍ୟ ଲେଖିଛନ୍ତି 39 ଅଙ୍କରେ, ସେ ପଦଗୁରା ମନେ ପଡୁନି, 39 ଅଙ୍କରେ ଯୋଗମାୟାକୁ ସଙ୍ଗରେ ଧରିବେ, ଦୁଷ୍ଟଙ୍କୁ ସଂହାର କରିବେ। ବୁଝି ହଉଛି ନା? ସଂହାର ବୋଲି କଣ ହାଣିବେ ନା, ସେ ଏମିତି ବସିକି ଲୁଚିକି କରିବେ ଯାହାଫଳରେ କଣ ହବ, ସିଏ ବାଡିଆ ପିଟା ହେଇ ତାଙ୍କ ମନକୁ ମନ ସବୁ ମରିଯିବେ, କେହି କାହାକୁ ମାରିବାର ନାହିଁ। ଏବଂ ଯୋଗମାୟା ଯେତେବେଳେ ଆସିବେ, ମହାମାୟା ଯେତେବେଳେ ଆସିଯିବେ, ସିଏ ସେଠୁ କଣ ହେବେ
ପ୍ରଭୁଙ୍କ ପାଖରେ ରହିବେ, ପ୍ରଭୁଙ୍କର ଜ୍ଞାନ ଦେବ। କିନ୍ତୁ ମହାମାୟାଙ୍କର ଜ୍ଞାନ ନେତ୍ର ଖୋଲି ନଥିବ ହେଲା, ସିଏ ନିଜକୁ ନିଜେ ଜାଣିପାରୁ ନଥିବେ। ମହାପୁରୁଷ ଗୋଟେ ନେଇଛନ୍ତି, କାଲ ଜଡ଼ା ପ୍ରାୟ ହୋଇ ଥିବ ସେହି ମାତ, ଅନନ୍ତ ମସ୍ତକ କରେ ଉଡ଼ିବ ଯେ ନେତ। କାଲ ଜଡ଼ା ପ୍ରାୟ ହେଇଯାଇଥିବେ, ମାନେ ସାଧାରଣ ବ୍ୟକ୍ତି ଭାବରେ ରହିଥିବେ, ତାଙ୍କୁ କେହି ଜାଣିପାରିବେ ନାହିଁ। କେତେବେଳେ ଜାଣିବେ ନା ଯେତେବେଳେ ସତ୍ୟ ଅନନ୍ତ ରୂପେ ଯହିଁ ଆସିବେ ପ୍ରଭୁ ଭାବଗ୍ରାହୀ, ଲୀଳା ହୋଇବ ଅକଳିନ୍ତ, ପାଖରେ ଥିବେ ସେଇ ମାତ। ଯେତେବେଳେ ପ୍ରଭୁ 29 ଅଙ୍କରେ ମହାକଳକି ରୂପରେ ବିଦ୍ୟମାନ ହେବେ, ପୂଜା ପାଇବେ, ସିଏ ସେଠୁ କଣ କରିବେ, ତାଙ୍କ ପାଖରେ ଥିବେ, ସେଇଠୁ ତାଙ୍କର ଜ୍ଞାନ ନେତ୍ର ଖୋଲିବ। ସେ ପର୍ଯ୍ୟନ୍ତ ଖୋଲି ନଥିବ, କେବଳ ଶକ୍ତିଟା କଣ ହେଇଥିବ, ପରିପ୍ରକାଶ ହଉଥିବ, କିନ୍ତୁ ସେ ନିଜେ ଜାଣିପାରୁ ନଥିବ। ତେଣୁ ଶିଖର ଦାସ ଏବଂ ମହାପୁରୁଷ ଅଚ୍ୟୁତ ଆକୁ ପୁରା ସରଳ ଭାବରେ ସମାଧାନ କରିଛନ୍ତି। ପରଶୁରାମ କ୍ଷେତ୍ରରେ କଣ ହେବେ, ମହାମାୟାଙ୍କର ଆବିର୍ଭୂତ ହେବ ବୋଲି ଶିଖର ଦାସ ଖୋଲିକି ତାଙ୍କର ଭବିଷ୍ୟମାଳିକାରେ ଲେଖି ଯାଇଛନ୍ତି। ଏ ସମୟ ହେଇନି, ସମୟ ପରିପ୍ରକାଶ ଲୀଳା ହେଲା ବେଳକୁ 29 ଅଙ୍କ। କାରଣ ସତ୍ୟ ଯେତେବେଳେ ସତ୍ୟ କରି ନ ଆଇଲା ପର୍ଯ୍ୟନ୍ତ ଠାକୁର ପରିପ୍ରକାଶ ହେବେନି। ସେଥିପାଇଁ କହିଲେ 28 ଅଙ୍କେ ବଛା ବଛି ହେବ, ଜାତି ହେବ ନୂଆ ସୃଷ୍ଟି, 29 ଠାରୁ ଆନନ୍ଦ ରହିବେ ଭାରତର ଜନଗୋଷ୍ଠୀ। ପୃଥିବୀ କଥା କହିନାହାନ୍ତି, ମାନେ ଭାରତର ଜନଗୋଷ୍ଠୀ। ତେଣୁ ମହାପ୍ରଭୁ ଯେତେବେଳେ ଆବିର୍ଭୂତ ହେବେ, ସତ୍ୟକଳି ପ୍ରବେଶ କରିବ, ସତ୍ୟକଳି ସ୍ଥାପନ ହେଲା ପରେ ସତ୍ୟଭାଷୀ ନର ହେବେ, ସେଇଠୁ କଣ ହେବେ, ମହାପ୍ରଭୁ ଆବିର୍ଭୂତ ହେବେ ଏବଂ ଏ ଦେବୀ ମାନେ ମଧ୍ୟ କଣ ହେବେ, ଆବିର୍ଭୂତ ହେବେ। ଆଉ ବର୍ତ୍ତମାନ ଯଦି ଆବିର୍ଭୂତ ହେବେ କଳିଯୁଗ ଲୋକ, ଏ ଡେନାମାଇଟି ଲଗେଇଦେବେ ମହାପ୍ରଭୁଙ୍କ ପାଖରେ, ଠିକ ନା ଭୁଲ? ଠାକୁର ଅଭିରାମ ପରମହଂସ ଭାଷାରେ ଗୁପ୍ତ ଲୀଳା ପ୍ରକାଶିବ ବେଳ କାଳ ଜାଣି, ନୁହନ୍ତି ମାନବ ସେତ ଭୋଗ ଭୟ। ସେ ତାଙ୍କର ଗୁପ୍ତରେ 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 ଲୀଳା କରୁଥିବେ, କେହି ତାଙ୍କୁ ଜାଣିପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ତମେ ଦେଖ, ସବୁ ପ୍ରକଟ ଲୀଳା ହଉଛି, ହଉନି ନା? କେତେ ଠାକୁର ବାହାରିଲେଣି, ହଉନି? ସବୁ ଠାକୁର ବାହାରି ପଡ଼ିଲେଣି, ଚାରିଆଡେ ପ୍ରକଟ ଲୀଳା। ଭକ୍ତମାନେ ପାଗଳ ଅଛନ୍ତି, ଇଏ ଠାକୁର କି ସେ ଠାକୁର କି ସେ ଠାକୁର ସେ ଠାକୁର। କାରଣ ଇଏ କହୁଛି ମୋ ନାଁ ଲେଖା ଅଛି, ସେ କହୁଛି ମୋ ନାଁ ଲେଖା ଅଛି, ସେ କହୁଛି ମୋ ନାଁ ଲେଖା ଅଛି, ସେ କହୁଛି ମୋ ନାଁ ଲେଖା ଅଛି। କିନ୍ତୁ ଏଇଟା ହେବ ବୋଲି ମହାପୁରୁଷ ମାନେ ଆଗରୁ କହିଥିଲେ, କାରଣ ବା କଳିଯୁଗ ହେଲା। ସେଥିପାଇଁ ଗୋଟେ ଭଲ ପଦ ମନେ ପଡେ ଅନନ୍ତ ଦାସଙ୍କର, ଭଗବାନ ବୋଲି ମହି ପୁରୀ ଯିବ, ଭକ୍ତି ନଥିବ କାହା ପାଶେ। ଭକ୍ତି ଭାବ କିଛି ନଥିବ। ଚୈତନ୍ୟ ସ୍ୱୟଂ ପରମ ପୁରୁଷଙ୍କର ଅଂଶ ବିଶେଷ ଥିଲେ, ସେ ଗୋଟେ ଅବତାର ମନେ ରଖିଥାଏ। ଚୈତନ୍ୟ ଗୋଟେ ଅବତାର। ଆମର ଗୋଟେ କହନ୍ତି ନାଇଁ ନା, ଯେଇ ରାଧା ସେଇ କୃଷ୍ଣ ଭଜ ଏକ କରି, କହନ୍ତି ନାଇଁ ନା? ଯିଏ ରାଧା ସିଏ କୃଷ୍ଣ, ତାକୁ ଏକ କର, ଗୋଟିଏ କର। ସେ ଗୋଟିଏ କରିବ କଣ, ସେ ରାଧା ହେଇଥିବେ, ସିଏ ମଧ୍ୟ କୃଷ୍ଣ ହେଇଥିବେ। ବୁଝିପାରୁଛ ନା ବୁଝିପାରୁଛ? ସିଏ ରାଧା ହେଇଥିବେ, ସିଏ ମଧ୍ୟ କୃଷ୍ଣ ହେଇଥିବେ। ନର ରୂପରେ ସିଏ ଆସିଲେ କିଏ, ସେ ଦ୍ୱାପର ଯୁଗ ଅନ୍ତରେ ନିଜେ ସ୍ୱୟଂ ଚୈତନ୍ୟ ମହାପ୍ରଭୁ ବୋଳାନ୍ତି କବାର ହରିବୋଲ। ଚୈତନ୍ୟ ନିଜେ ରାଧା ଥିଲେ, ନିଜେ ମଧ୍ୟ କୃଷ୍ଣ ଥିଲେ। ପୁଣି ତତ୍ତ୍ୱବାଦକୁ ଗଲେ, ହ କ୍ଷ ଦ୍ୱୟ ମିଶି ଲଲାଟ ଚକ୍ରେ ଗଲେ ପଶି। ହ କ୍ଷଂ ଆଦି ଅନାଦି ନା, ତାକୁ ନିଶ୍ୱାସରେ ଆଣ। ହଂସ ସୋହଂ, ତାକୁ କୁମ୍ଭକରେ ଏକତ୍ରିତ କର। ହ ଆଉ ସ କୁ ମିଶେଇଲେ
ଯୋଉ ଶବ୍ଦ ଉଚ୍ଚାରଣ ହବ, ଆମେ କହିଦଉଛେ ହଂସ। ହଂସ କେଇଟା ଅକ୍ଷର? ଦିଟା ଅକ୍ଷର, କିନ୍ତୁ ଏକାକ୍ଷର ହେଇଥିବ ଗୋଟିଏ ଅକ୍ଷର। ସେ ନାରୀ ହେଇଥିବ, ସେ ପୁରୁଷ ହେଇଥିବେ, ହଁ କି ନାଇଁ? ସେଥିପାଇଁ କୁହନ୍ତି ହ ସଙ୍ଗେ ସ ମିଳା ଯୋଗ ଫଳକୁର ଖେଳା, ଯାହା ହେବ ଯୋଗ ଫଳ ତାହା ତ ନାମ, ଭଲା ନାମ ବାଇ ଗଲାରେ ହଂସ ହଂସ ବୋଲି ହାରିଦେଲାରେ। କୁମ୍ଭକରେ ହ କୁ ସ ଧିରେ ମିଶା, କଣ ନାଦ ହଉଛି ସେ ନାଦକୁ ବାର। ସେ ଗୋଟିଏ ନାଦ ହବ, ଏ ଦିଟା ନାଦ ହଂସ, ଦିଟା ନାଦ ହବନି, ଗୋଟିଏ ନାଦ ହବ। ସେ ଯୋଉ ନାଦଟି ହବ ସେଇ ଅକ୍ଷରଟି ହଉଛି କଣ? ନାମ। ତାର ମଧ୍ୟ ଶବ୍ଦ ଗୋଟେ ଉଚ୍ଚାରଣ ହବ। ସେମିତି ବୀଜ ମାତ୍ରା, ବେଦ ଶାସ୍ତ୍ରକୁ ପଳାଅ, ଗୋଟିଏ ଅକ୍ଷର ଏମିତି ଅଛି, ସେ ଅକ୍ଷରଟାକୁ ଯଦି ଉଚ୍ଚାରଣ କରିବ, ସେଥିରେ ରାଧା ପୂଜା ପାଇବେ, ସେଥିରେ ମଧ୍ୟ କୃଷ୍ଣ ପୂଜା ପାଇବେ। ବୁଝିଗଲା ନା? ସେଥିପାଇଁ ଶିଖର ଦାସ କହନ୍ତି, ସେ ଛାଡ଼ ବିଷୟ, କହିଲେ ସୋରିଷ ଫୁଲ ଫୁଟିବ ଅଦିନରେ ଯହିଁ, ଶାରଦା ଜନ୍ମ ନବିବେ ପଶୁରାମ କ୍ଷେତ୍ରରେ ରହି। କହିଲେ ଅଦିନରେ ସୋରିଷ ଫୁଲ କଣ ହବ? ଫୁଟିବ, ଏବଂ ଶାରଦା ବୋଲନ୍ତି ଶାରଳା, ସେ ପଶୁରାମ କ୍ଷେତ୍ରରେ ଜନ୍ମଗ୍ରହଣ କରିବେ। ହେଲା, ମହାମାୟାକୁ ସଙ୍ଗେ ଧରି ଦୁଷ୍ଟ ନାସିବେ ନରହରି, ବା ଯୋଗମାୟାକୁ ସଙ୍ଗେ ଧରି ଦୁଷ୍ଟ ନାସିବେ ନରହରି। ଏ କଥା ମହାପୁରୁଷ ଯୋଉ ଲେଖିଥିଲେ, ସେ ସମୟ ଆହୁରି ଅଛି, ଏ ବର୍ତ୍ତମାନ ହେଇ ନାହିଁ। ଆଉ ଭଲ କଥା ମନେ ରଖିଥାଅ, 56 ପରେ କିଛି ଦିନ ସଂସାର ଫେରେ ଭଲରେ ଚଳିବ। ହେଲା, ସଂସାର ଚଳିଲା ପରେ ମୁକୁନ୍ଦ ଦେବଙ୍କର 12 ଅଙ୍କ ଠାରୁ 42 ଅଙ୍କ ପର୍ଯ୍ୟନ୍ତ ଆଉ ସଂସାରରେ ସ୍ଥାନ ନାହିଁ। ମହାପୁରୁଷ ଯୋଉ ନେଇଥିଲେ ବୈଶାଖ ଶୁକ୍ଳ ଅଷ୍ଟମୀ ଗୁରୁବାର ଦିନ, ସେଇଦିନ କଳିଯୁଗ ହୋଇବ ସମ୍ପୂର୍ଣ୍ଣ। ସେ ଅବିକା ନୁହଁ, ସେ ଅଛି। କେବେ ନା ବାଳ ମୁକୁନ୍ଦ ସଳିଆବ ଶେଷ ହବ, ସେଇଦିନ କଳିଯୁଗ ସମ୍ପୂର୍ଣ୍ଣ ହୋଇବ। ମାନେ 42 ସରିଯିବ, 43 ଯେତେବେଳେ ଆରମ୍ଭ ହବ, ସେତିକିବେଳେ କଣ ହେଇଯିବ? କଳିଯୁଗ ସମ୍ପୂର୍ଣ୍ଣ ହବ। ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଗୁରୁବାରେ ପଡିଥିଲା। ବୁଝିହେଲା ନା? ଏମିତି ମୀନ ଶନି ପାଇଁ ବାଡିଆ ପିଟା ହଉଛନ୍ତି। ଆରେ ଏ ମୀନ ଶନି ଯଦି ପହିଲା ଗୁରୁବାରେ, ପାଞ୍ଜିରେ ଦିଟା ମତ ଆସୁଛି ନା। କିନ୍ତୁ ବର୍ତ୍ତମାନ ସେ ଜାଣିବା କଥା, ଯଦି ମୀନ ଶନି ଗୁରୁବାର ପହିଲା, କଣ ମୁକୁନ୍ଦ ଦେବ ଅଛନ୍ତି ରଜା? ମୁକୁନ୍ଦ ଦେବଙ୍କ 32 ଠାବରୁ 34 ପର୍ଯ୍ୟନ୍ତେ ହେବ ମୀନ ଶନି, ଶୁଣ ଶାକମ୍ବରୀ ଚେତିବେ କଳଙ୍କି ଭକ୍ତି। ଭୀମ ଭୋଇ ଲେଖିଲେ। ପୁଣି କଳ୍କି କଳ୍ପରେ ଲେଖିଛନ୍ତି, ମୁକୁନ୍ଦ ଦେବ ଅଙ୍କରେ ହବ ମୀନ ଶନି ଭୋଗ। ବର୍ତ୍ତମାନ ରଜା ଅଛନ୍ତି ଦିବ୍ୟ ସିଂହ ଦେବ, ହଁ କି ନାଇଁ? ଶିବକଳ୍ପ ଶାସ୍ତ୍ର ତମେ ଦେଖିବ, ସେଥିରେ ମଧ୍ୟ ଲେଖିଛନ୍ତି, ମେଷକୁ ବୃଷର ସଙ୍ଗେ ମିଶାଇ ଓ ମିଥୁନରେ ପ୍ରକାଶିଣ, ସପ୍ତର୍ଷି ମଣ୍ଡଳ ଦକ୍ଷିଣ ଲେଖ ସନ୍ଦେହ ନ କର ପୁଣ। ମୀନ ଶନି ଗୁରୁ ବାରରେ ପଡିବ, ଏହି ଅଙ୍କେ ଧ୍ରୁବ ଧ୍ରୁବ, ମିଥୁନ ମାସରେ ଜଳମ୍ବିମ୍ବ ହେବ। ଏମିତି ଗୋଟେ କଣ ପଦ ଲେଖିଛନ୍ତି, ମେଷକୁ ବୃଷର ସଙ୍ଗେ ମିଶାଇ ଓ ମିଥୁନରେ ପ୍ରକାଶିଣ, ସପ୍ତର୍ଷି ମଣ୍ଡଳ ଦକ୍ଷିଣ ଲେଖ ସନ୍ଦେହ ନ କର ପୁଣ। ମୀନ ଶନି ଗୁରୁ ବାରରେ ପଡିବ, ଏହି ଅଙ୍କେ ଧ୍ରୁବ ଧ୍ରୁବ, ମିଥୁନ ମାସରେ ଜଳମ୍ବିମ୍ବ ହେବ। ପଛ ପଦଟା ମନେ ପଡୁନି, ମାନେ ସେ ମୁକୁନ୍ଦ ସେଇ 32 ଅଙ୍କକୁ ସେ ନିର୍ଘଟ କରିଛନ୍ତି। ଆକୁ କଲି 67 ଅଙ୍କ ହବ ନାଇଁ କି 37 ଅଙ୍କ ହବ ନାଇଁ, କିନ୍ତୁ 32 ଅଙ୍କ ହବ। ବୁଝିହଉଛି? ଏମିତି ଅନେକ ଜିନିଷ ମହାପୁରୁଷ କହିଛନ୍ତି, ତାକୁ ଫେର ଲୁକାୟିତ କରିଛନ୍ତି, ଫେର ପରିପ୍ରକାଶ କରିଛନ୍ତି। ଯୋଉଠି ପରିପ୍ରକାଶ କରିଛନ୍ତି ତାକୁ କାଟିଛନ୍ତି।
କିନ୍ତୁ ଏଇ ଯୋଉ ଯୋଗମାୟାଙ୍କ କଥା ପଇଲା, ଶାରଦାଙ୍କ କଥା, ଇଏ ଏବେ ପରଶୁରାମ କ୍ଷେତ୍ରରେ ଆବିର୍ଭୂତ ହେଇଥିବେ ବୋଲି ମହାପୁରୁଷ ଶିଖର ଦାସ ଏବଂ ଅଚ୍ୟୁତଙ୍କର ଲେଖା ଉପରେ ଆମେ ଯେତିକି ଜାଣିଛୁ ସେତିକି କହିଲୁ। ଜୟ ଜଗନ୍ନାଥ। ସେ ଯୋଗମାୟା ସଦିଶା ପୂର୍ଣ୍ଣ ବୋଲନ୍ତି ଗୋବାର ହରି।